ଦୁର୍ନୀତି ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶ୍ରମିକ। ନୂଆପଡ଼ା ଜିଲ୍ଲାର ଉନ୍ନୟନ କାର୍ଯ୍ୟାଳୟରେ ଦୁର୍ନୀତି ଆର୍ଇଜିଏରେ ଠିକ୍ ସମୟରେ ଶ୍ରମିକଙ୍କୁ ପାଉଣା ମିଳୁନଥିବାରୁ ବ୍ଲକ ଅଧ୍ୟକ୍ଷା ଓ ବରିଷ୍ଠ ଅଧିକାରୀ ବହୁମୁଖୀ କାର୍ଯ୍ୟ ବିରୋଧରେ ମଙ୍ଗଳବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କାର୍ଯ୍ୟାଳୟ ଘେରାଇ କରି ସଦର ବ୍ଲକର ଧାରଣା ଦିଆଯାଇଛି। ଦୀର୍ଘ 3 ଘଣ୍ଟା ଧାରଣା ବସିବା ପରେ ସଦର ବିଡିଓ ବିପିନ ବିହାରୀ ଦୀପ ଧାରଣାସ୍ଥଳକୁ ଆସି ଆଲୋଚନା କରିଥିଲେ। ଏହି ସମୟରେ 8 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିବାରୁ ମୁଁ ନୂତନ କରି ଆସିଛି, କ'ଣ ହୋଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ା ବ୍ଲକର ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଭାନୁପ୍ରତାପ ସିଂ ମାଝୀ, ଉପସଭାପତି କମଲେଶ ଠାକୁର, କମନା ବ୍ଲକର ସଭାପତି ଜ୍ଞାନେଶ୍ୱର ମାଝୀ ଓ ହିତାଧିକାରୀମାନେ ସାମିଲ ଥିଲେ। ଶ୍ରମିକମାନଙ୍କୁ ସରକାର ଓ ପ୍ରଶାସନ ଉଦାସୀନତା, ନିଷ୍କ୍ରିୟତା ଓ ଆନ୍ତରିକତା ଅଭାବରୁ ଶୋଷଣ ଶିକାର ହେବାକୁ ପଡ଼ୁଛି। ଶ୍ରମିକମାନଙ୍କୁ ଠିକ୍ ସମୟରେ ପାଉଣା ମିଳୁନାହିଁ। ଗରିବ ଓ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇଥିବା ପଡ଼ିଛି। ବ୍ୟକ୍ତିଙ୍କୁ ଅଣଦେଖା କରି ଅଯୋଗ୍ୟ ସାମିଲ କରାଯାଇଥାଏ। ଆର୍ଇଜିଏର କାର୍ଯ୍ୟକାରୀ ଶ୍ରମିକ ପାଉଣା ବର୍ଷ ବର୍ଷ ଧରି ବକେୟା ରହୁଛି। ଶ୍ରମିକଙ୍କ ପାଉଣା ବକେୟା ରଖି ମେସିନରେ କାମ କରାଯାଉଛି। ଦାଦନ ପ୍ରବଣ ଅଞ୍ଚଳରେ ଜବ୍ କାର୍ଡ ଥାଇ ମଧ୍ୟ କାମରେ ମିଳୁନଥିବା ଲୋକେ ବାଧ୍ୟ ହୋଇ ଦାଦନ ଯାଉଛନ୍ତି। ଶ୍ରମିକଙ୍କୁ 300 ଦିନର କାମ ଯୋଗାଇ ସାପ୍ତାହିକ ପାଉଣା ପ୍ରଦାନ କରାଯାଉଛି। ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀମାନଙ୍କୁ ସାମିଲ, ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟମାନଙ୍କୁ ଚିହ୍ନଟ କରି ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଭତ୍ତା ବ୍ୟବସ୍ଥା, ସଦର ବ୍ଲକର ଅଧ୍ୟକ୍ଷଙ୍କ ବହୁମୁଖୀ କାର୍ଯ୍ୟକଳାପ ଏବଂ ବରିଷ୍ଠ ଅଧିକାରୀଙ୍କ ପିସି କାରବାର ବନ୍ଦ କରିବା ସହ ଘରେ ଘରେ ବସି କାର୍ଯ୍ୟ ନକରି କାର୍ଯ୍ୟରୁ କରନ୍ତୁ। 5ଟି ବିଦ୍ୟାଳୟର ଚାଲିଥିବା ମରାମତି କାର୍ଯ୍ୟର ଦୁର୍ନୀତି ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି। ଏହି ସମୟରେ ଭୋଲା ସାହୁ, ରମେଶ ସାହୁ, ଚିତ୍ତରାମ ମାଝୀ, ହମିଶ ମାଝୀ, ସମର ବେହେରା, ଆଶା ବେହେରା, ରାମସି ମାଝୀ, ରୁକ୍ମଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରୁ ବୀରବଲ ପ୍ରଧାନଙ୍କର PMJ ନ୍ୟୁଜ୍ ଓଡ଼ିଶା।